ज्योतिर्मयी आपण मानक स्वागत करुची बीआर मूवीज द्वारा प्रस्तुत ओडिशार प्राचीन परंपरार एई ओडिया पाला आमर एई झरका कार्यक्रम रे धन्य विधाता तोरा गति रे के बुझी तो लीला खेला रे विधाता के बुझी तो लीला खेला रे विधाता के बुझी तो लीला खेला धन्य विधाता तोर गति रे के बुझी तो लीला खेला रे विधाता के बुझी तो लीला खेला कहा को कंदाऊ कहा को बचाऊ बाप माँ कठर विदाय नहीं आज्ञा ब्राह्मणर मध्यम पुत्र चलीला विधाता को निंदा कर कहले हे प्रभु जगतर नाथ जगन्नाथ जगन्नाथ ब्राह्मण परिवार रे जन्म देला मते ब्राह्मणर कर्तव्य तोर पाद पूजा करिबा बस 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 प्रतिदिन फूल तुलसी देई तते मु पूजा करिथिली अच्छा मुखी दोष करिछि हाँ 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 किए तो ता देला जे मु देई परिली नाही दिनहीन ब्राह्मण अच्छा मध्यम पुत्र आज तोरे पद तले सेवा करिछि बस 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 कहले क्षीरमय सिंधु अरे जे मा प्राण बंधु तुम्हे तो जगत पति ब्राह्मणर मध्यम पुत्र डाकिला बापा
হিরময় সিন্ধু জেমা প্রাণ বন্ধু তুম্ভে তো জগত জগতপতি କହିଲେ ହେ ପ୍ରଭୁ ପ୍ରଭୁ ତୁମକୁ କିଏ ଦେଲା ଯେ ମୁଁ ଦେଇପାରିଲିନି ପାରିଲିନି କି ଦୋଷ କରିଥିଲି ମୁଁ ଆହା କାହିଁକି ମତେ ଆଜି ନେଇ ଯାଉଛ ବଳି ନିମନ୍ତେ ବାସ୍ 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 ଭଗବାନଙ୍କୁ ଡାକି ଡାକି ଚାଲିଛି ଆଜି ହଁ 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 ଜୟଦେବ ଗୀତି ଗୋବିନ୍ଦର ଗୋଟାଏ ପଦ ଆସୁ ଆଚ୍ଛା କାହିଁକି ନା ଆଜ୍ଞା ଯେଉଁ ଗୀତି ଗୋବିନ୍ଦକୁ ପାଠ କଲେ କଲେ ଜଗତର ନାଥ ପ୍ରଭୁଙ୍କର ଆଖିକୁ ବାପା ନିଦ୍ରା ଆସିଯାଏ ଆସିଯାଏ କହିଲା ହରି ଶ୍ରୀ ତମଳା ଉଚ୍ଚ ମଣ୍ଡଳ ଧୃତ କୁଣ୍ଡଳ କଳିତ ଲଳିତ ବନ ମାଳ ଜୟ জয় দেব জয় দেব হরি দিন মণি মণ্ডল মণ্ডন হরি দিন মণি মণ্ডল হরি দিন মণি মণ্ডল মণ্ডন ভব খণ্ডন মুনি জন মানস হংস জয় জয় দেব জয় কালিয় বিষ ঘর গঞ্জন হরি কালিয় বিষ ঘর গঞ্জন জনরঞ্জন যদুকুল নলী নদী জয় 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 দেব জয় 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 ভগবানଙ୍କୁ ଯେତେବେଳେ ଆଜ୍ଞା ଡାକି ଡାକି ଚାଲିଛି କହିଲା ହେ ନିରାମୟ ଅନ୍ତର୍ଯାମୀ ନିଘଞ୍ଚ ଅରଣ୍ୟରେ ଯିବା ସମୟରେ ବାପା ସମୟରେ ଆଗରେ ଚାଲିଛି ଅପରିଚିତ ଯୁବକ ଯୁବକ ପଛରେ ଚାଲିଛି ବ୍ରାହ୍ମଣର ପୁତ୍ର ମଧ୍ୟମ ମଧ୍ୟମ ଦେଖିଲା ବାବୁ ହଁ ଭୀଷଣ ତୃଷା ଲାଗିଲାଣି ଇରେ ବାପା ଅଙ୍ଗରେ ବଳ ଶୂନ୍ୟ ହେଇଯାଉଛି ହୁଁ ଟୋପାଟିଏ ପାଣି ମତେ ଦିଅ ନା କିରେ କହିଥିଲେ ତମ ଘରେ ପାଣି ପିଆଇକି ତତେ ଆଣିଥାନ୍ତି ନଚେତ ନେଇକି ଗଲେ ଆମ ଘରେ ପାଣି ପିଇବୁ ଆରେ ଜଙ୍ଗଲ ଭିତରେ ତତେ କୋଉଠୁ ପାଣି ଦେବି କିରେ ବାପା ମନ ଭିତରେ ବିଚାର କଲା ମନ ଭିତରେ ବିଚାର କରୁଛି ହଁ କହିଲା ପାଣି ନାହିଁ ପାଣି ନାହିଁ ତାହେଲେ ହଁ ଟୋପାଟେ ପାଣି ବିହୁନରେ ମୁଁ ମରିଯାଏ ମରିଯିବା କଥା କହୁନା ରେ ବାପା ତତେ ନେଇକି ମୁଁ କାଳି ନିକଟରେ ବଳି ଦେଲେ ମୋ ବାପାକୁ ମୁଁ ଫେରି ପାଇବି ମରିବା କଥା କହନା କହିଲା ନିବିଡ଼ ବନ ପଥେ
জড়ই অবিরতে আরে কিতারে হুদর জড়ই আহা ডাকই জগন্নাথ ইয়ে কি কল বিচিত্র ইয়ে হামো আশ্চর্য বড়ই হে নারায়ণ 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 প্রভু হে নারায়ণ মরিব ব্রাহ্মণ নন্দ আহা আরে অযশ লভিবে আপন আহা অযশ আরে দীপ দীপ আଳତି অর্চনা পূজা নীতি নীতি কি দেব শ্রী চরণরে নারায়ণ ଆଉ ଥରେ। আরে নারায়ণ নিখঞ্চ অরণ্য ভিতরে ଯିବା ସମୟରେ ବାପା ଅପରିଚିତ ଯୁବକ କହିଲା କହିଲା ଗୋଟେ ନଦୀଟେ ବହି ଆସୁଛି ମୁଁ ଏଇଠି ବସିଛି ଏ ନଦୀରୁ ଜଳପାନ ସାରି ତୁମ ନିକଟକୁ ଫେରି ଆସିବି ବୋଲେ ଶୁଣିବେ ଗୁଣିକ ଜନ ଯାହା ଯାହା ହେବ ନ୍ୟାୟ ମାନ ଏହି ଠାରୁ ବାଳକ ଯେ ଗଲା ମନ ମଧ୍ୟରେ ବିଚାର କଲା ଗଛ ମୂଳରେ ବାପା ଅପରିଚିତ ଯୁବକ ବସିଲା ବ୍ରାହ୍ମଣର ମଧ୍ୟମ ପୁତ୍ର ଜଳପାନ କରିବା ପାଇଁ ଚାଲି ଯାଇଛି ନଦୀ এই কথা এଠି ରହିଲା ଏଣେ ଦେଖିବା ଶବର ଝିଅ ମାନେ ନଦୀରୁ ସ୍ନାନ ସାରି ଜଳକୁମ୍ଭ ଗୋଟିଏ ଗୋଟିଏ ଧରି ଧୀରେ ଧୀରେ ଫେରୁଛନ୍ତି ମନ ଜଳକୁମ୍ଭକୁ ଧରି ଶବର ଝିଅ ମାନେ ଫେରୁଛନ୍ତି ଭୀଷଣ ତୃଷା ବ୍ରାହ୍ମଣ ପୁତ୍ର ମଧ୍ୟମକୁ আলে সখী ডাকিলে আলে তুই একুটি আইছো আউ কাড়ে গলে কি ভদ্রে ভদ্রে আলে কি মা আলে আমি কোন তাকে অভদ্র হইয়া দউছু সেইয়া তো ভদ্রে ডাকিলেনি ভীষণ তৃষা তৃষা ଆପଣ ମାନେ ସମସ୍ତେ ଜଳକୁମ୍ଭ ଧରିଛନ୍ତି হ্যাঁ ଜଳ ଅଛି ଅଛି ତ ପାଠେ ଜଳ ଦିଅନ୍ତୁ ମୋତେ জল নাই নাই হেইটি বাবু সেমিতি দিয়া জীবনি ମାନେ সবরপল্লীর গোটে নিয়ম রয়েছে কি নিয়ম এইটি যিয়ে যাহাকে জল দব সে তা জল গ্রহণ করিব করিবটি ক রাজি ରାଜି ନୁହଁ ଆଉ କଣ କଥା ତ ଫୁଟି ଆପଣ ମାନେ ହେଲେ ଶବର ଘର সবর কন্যা ମୁଁ ନୈଷ୍ଠିକ ବ୍ରାହ୍ମଣ ବ୍ରାହ୍ମଣ କୁଳରେ ଜନ୍ମ ଆଚ୍ଛା ତୁମମାନଙ୍କ ହସ୍ତରେ ହଁ ଜଳ ଗ୍ରହଣ କରିବା ନିଷେଧ ହେଇଟି ହେଇଟି ବାବୁ ଯଦି ଆମଠୁ ଜଳ ଗ୍ରହଣ ଆପଣ ନ କରିବେ হ্যাঁ ତାହେଲେ ଆପଣ ଫେରି ଯାଉନାହାନ୍ତି সেইয়া তো কে কাই ফেরি দিবা আমি ফেরি দিবা আচ্ছা হ্যাঁ সেইয়া করিবা চাল আমি যাও আমার জল দরকার হলে মু ডাকি ସଖୀ ମାନେ ଆଜ୍ଞା କିଛି ଦୂର ଚାଲିଛନ୍ତି ହଁ ଶବର ଘରର ଝିଅ ହଁ କାଦମ୍ବିନୀ ଚିନ୍ତା କଲା ଆଚ୍ଛା କହିଲା ଆହା ଓହୋ ଏମିତିଆ ଯୁବକ ମୁଁ ଦେଖିନଥିଲି ନଈ ଆଲୋ ମୋ ଆଖି ଉଠିଲା ଦିନ ମୁଁ କାହିଁକି ନା ଆଜ୍ଞା କାହିଁକି ପାଲାର ପରମ୍ପରା ଛାତ ଚୌପତି ନା বাবা ଚୌପତି ଗୋଟାଏ ଚୌପତି ଆସିଲା ଚୌପତି ଡାଲି ଖାଇବ ରାଜକନ୍ୟା ଦେଖୁଛି ଆଜ୍ଞା ଅପୂର୍ବ ସୁନ୍ଦର ପୁରୁଷ ଆଜ୍ଞା ଏକ ଠାରୁ ହଁ। 10 ପର୍ଯ୍ୟନ୍ତ ସଂଖ୍ୟା ଥିବ ଥିବ ହଁ ବାଇଶ ଭଙ୍ଗା ଦେଖିଲା ଦେଖିବ ଡାକିଲା ସଖିଲ କଣ ଏତେ ସୁନ୍ଦର ପୁରୁଷ ହଁ ନାଇକି ହଁ ହଁ କ୍ଲେକ କେକ ଥିବ ଇଏ କୋଟିକେ ମୋ ପ୍ରିୟ ସଖୀରେ ଇଏ କେକ ଥିବ କୋଟିକେ ପ୍ରିୟ ସଖୀରେ ମୋ ପ୍ରିୟ ସଖୀରେ
ବାବୁ କହିଲେ ଏକ ଥିବ ଗୋଟିଏ ଗୋଟିକେ ଗୋଟିଏ ପୁଅର ସୁନ୍ଦରତା ଯେତିକି ଯେତିକି ଏ ଯୋଉ ଯୁବକ ଜଣକ ଆସୁଛନ୍ତି ହଁ। ତାଙ୍କର ସୁନ୍ଦରତା ହଉଛି ସେତିକି ଆଲୋ ବୁଝିଲୁ? କଣ ତାଙ୍କ ସୁନ୍ଦରତା ହେଲା ସେତିକି ସେତିକି କି ତୁ କଣ କଲୁ ସତ୍ୟ ନା ସିଧା କଣ କଲୁ କହିଲେ ଦୁଇ ଦୁଗୁଣେ ଲପନା ଲପନା ବୋଲେ ତେ ମୁଖ ମୁଖ। ଦୁଇ ଦୁଗୁଣେ ଚାରି 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 ମୁଖ କାହାଙ୍କର ବ୍ରହ୍ମାଙ୍କର ବ୍ରହ୍ମା ରାଜକନ୍ୟା କହିଲା ସଖିଲ ବ୍ରହ୍ମା କୋଉଠୁ କଣ ଆଣି ଏ ପୁଅର ମୁଖକୁ ସର୍ଜନା କରି କଣ କଲେ କଣ କି କଲେ ସୁନ୍ଦର ହେଇଛି ସଂଖ୍ୟା ଗଲା ଦୁଇ ଆସିବ ତିନି କହିଲେ ତିନି ତିରି କି ଚୋର ଯୋ ତିନି ଦି ତ ଶରୀର ତିନି ତିରି କି ଚୋର ଯୋ ତିନି ଦି ତ ଶରୀର ଚାରି ଚୌକରେ କଳା ଏ ନଥି ବରା ଜପାଟକେ ସଖିରେ ପ୍ରିୟ ସଖିରେ କହିଲେ ତିନି ତିରିକି ନଅ ହଁ କହୁଛି ଖେଚଡ଼ ତିନି ତିରିକି ନଅ ନ କହିଲେ ସଖିଲ ଓଲୋ ଏ ଯୋଉ ସୁନ୍ଦର ଯୁବକ ଆସୁଛନ୍ତି ତାଙ୍କ ଦେହରେ ନବଗ୍ରହ ଅଛି ଏ ବୋପା ଆଲେ ସଖୀ କଣ ସୁନ୍ଦର ଦୁହୁଛନ୍ତି ଆଲା ସେଟା ସୁନ୍ଦର ଦୁସୁଛନ୍ତି ନା ଚାରି ଚୌକରେ କଳା ଚାରି ଚୌ 16 16 କଳା ବ୍ରହ୍ମା 16 କଳାରୁ ଗୋଟିଏ କଳା ଇଏ ପୁଅର ମୁଖରେ ଦେଇଛନ୍ତି ଚାରି ଆସିଲା କହିଲେ ପାଞ୍ଚ ପଞ୍ଚମ ପ୍ରକୃତି ଦେଖି ନ ରହିବା ପାଞ୍ଚ ପଞ୍ଚମ ପ୍ରକୃତି ଦେଖି ନ ରହିବ ଏ ନଥିବେ ରାଜ ପାଟକେ ପ୍ରିୟ ଆଉ ଏକ ଥିବ କହିଲେ ପାଞ୍ଚ ପଞ୍ଚ ପ୍ରକୃତି ପାଞ୍ଚ ପଞ୍ଚା 25 ମୋର ପାଞ୍ଚ ମନ 25 ପ୍ରକୃତି ଯଦି ଏକତ୍ରିତ ହବ ଏ ପୁରୁଷକୁ ମୋ ସ୍ୱାମୀ ରୂପରେ ପାଇ ନା 636 636 ପାଟକରେ ଏପରି ରାଜପୁତ୍ର ନଥିବ ନାଇଁ କି ସଂଖ୍ୟା ଆସିଲା 7 କହିଲେ 7 ସତା ସମୀରଣ ତେଜି ଯିବ 7 ସତା ସମୀରଣ ତେଜି ଯିବ ଏ ଲଭିବ ଏକା କାଳକେ ପ୍ରିୟ ସାତ ସତା ସମୀରଣ 7 ସତା 49 ବାପା ପବନ ବହୁଛି ଶରୀର କେତେ ହାଁ? କେମିତି ଜାଣିଲ କେମିତି ଜାଣିଲ 49 କେମିତି ହାଁ? ତମେ ତ କହୁଛ ପବନ ଜମା ତମେ ଜାଣିନ ପବନ ଦି ପ୍ରକାର ପବନ ପବନ ଦି ପ୍ରକାର ଆଜ୍ଞା ଦୁଇ ପ୍ରକାର ମାନେ ଆଜ୍ଞା ଏଇଠି ପାଲା ବୋଲିଲେ ଦିହ ମୁଣ୍ଡ ଝାଳ ବୋହିଲା ଘରକୁ ବସା ଘରକୁ ଯିବେ ଫ୍ୟାନ ସୁଇଚ ମାରିବେ ଫ୍ୟାନ ବୁଲିବ ସିଏ କି ଆରାମ ପବନ ଆଉ ଗୋଟିଏ ପବନ ଅଛି କଣ 5-25 ଲୋକ ବଇଥିବେ କିଏ ଗୋଟେ ଛାଡିଦବ ହେ, ସେ କହିବ ତୁ ସେ କହିବ ତୁ ବାପା ପବନ ବହୁଛି ବାର ସିଏ ଦୁଇ ପବନ ପବନ ବାର ବହୁଛି ବାର ହଁ ପ୍ରତ୍ୟେକ ଶରୀରରେ ଆଜ୍ଞା 12 ଆଙ୍ଗୁଳି ପବନ ବହୁଛି 12 ଆଙ୍ଗୁଳି ପବନ ଆସୁଛି କେମିତି 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 ଆପଣ ମାନଙ୍କର ଜଗତଗୁରୁ ଠାକୁର ଅଭିରାମ ପରମହଂସ ଦେବ କହିଲେ କଣ ଶରୀରରେ 12 ଆଙ୍ଗୁଳି ପବନ ଆସୁଛି ଆଉ ଯାଉଛି କବି କହିଲେ ଯେ 12 ଆଙ୍ଗୁଳି ପବନ ବାହାରରୁ ଶରୀର ଭିତରକୁ ଆସୁଛି ସିଏ କିଏ ଆଉ ଯିଏ ଯାଉଛି ସିଏ କିଏ କହିଲେ ଯାଉଛି ये किए ता नाम कहिब जाउछि किए ता नाम कहिब आसुछि किए ता बुझाई देबर कहले जाउछि किए आ आसुछि किए अर्थात शरीर रे जो 12 आंगुल पवन बाहर को गला सी किए बाहर जो 12 आंगुल पवन शरीर भीतर प्रवेश कला किए से किए नहीं कि ना आसुछि परम जाउछि देव आसुछि परम जाउछि
ତାଙ୍କ ଲୀଳା ଲାଗିବ। ଶରୀରରେ ଯେଉଁ 12 ଆଙ୍ଗୁଳି ପବନ ପ୍ରବେଶ କଲା, ଯାଉଛି ପରମ, ଯାଉଛି ପରମ, ଆସୁଛି ଜୀବ। ବାପା ୟା ଭିତରେ ଆଉ ଲୀଳା ନାହିଁ ନା। ଯଦିଓ ଭେଟ ହେଇଗଲା ସ୍ୱାମୀ ସ୍ତ୍ରୀଙ୍କର ମଳନ, କଣ ହବ? କେମିତି? କଳି ଭାଗବତରେ କହିଲେ, କହିଲେ ଜୀବ ପରମ ହେଲେ ଭେଟ ଚରିବ ସଂସାର ଜୀବ ଆଉ ପରମ ଏ ଦୁଇଙ୍କ ଭିତରେ ଯଦି ଭେଟ ହେଇଗଲା, ସ୍ୱାମୀ ମରିବ ନହେଲେ ସ୍ତ୍ରୀ ମରିବ। ମରିବ। ସାର୍ ଆପଣ କଥା ବୁଝି ହଉନି, କଣ କହିଲେ କଣ କହିଲେ? ଜୀବ ପରମ, ଜୀବ କିଏ ସେ, ପରମ କିଏ ସେ? କି ତମେ କହୁନ? କିଏ ସେ? କହିଲେ ଜୀବକୁ ନାରୀ ରୂପେ କହି, ପରମ ପୁରୁଷ ବୋଲାଇ ରହରେ କଉଡିଆ କଥା ପଡି। ଜୀବକୁ ନାରୀ ରୂପେ କହି, ଜୀବ ହେଲା ନାରୀ, ପରମ ହେଲା ପୁରୁଷ। ଜୀବ ପୁରୁଷ, ଜୀବ ପରମ ହେଲେ ଭେଟ ସରିବ ସଂସାରର। ଆମର ତ ଅନେକ ଥର ଭେଟ ହେଲାଣି, କାହିଁ ନାଟ ସରୁନି? ତାହେଲେ ଜୀବ ହେଲା ନାରୀ, ପରମ ହେଲା ପୁରୁଷ। ତାଙ୍କ ଭିତରେ ଭେଟ ହେଲେ ଆଜ୍ଞା ମରିବାକୁ ପଡିବ। ତାହେଲେ ଆପଣ ମାନଙ୍କ ନିକଟରେ କହିଛି 7 ସତା 50 ନାଇଁ କି? ଶରୀରରେ 12 ପବନ ବହୁଛି, 12 ପବନ ଆସୁଛି, 49 ପବନ ଗୋଟାଏ ଦିନ ବହିବ। ସେଇଟା ବାଉଳି ଦାସ ଲିଖିଛନ୍ତି। କଣ ଲେଖିଛନ୍ତି? କହିଲେ ବହିଲାଣି 49 ଆଉ ନ ରହିବ ବାସ। ଏ ବାଉଳି ଦାସର ମତେ ନିଶ୍ଚଳ ହେବ, ଏ ନୂଆ ଘର ପୁରୁଣା ହେବ, ଏ ନୂଆ ଘର ପୁରୁଣା ହେବ। ଆରେ ମାରିବ ଶୂନ୍ୟ ଲହଡ଼ି ଥୟ ଲଢ଼ିବ। ନା ବହିଲାଣି 49 ଆଉ ନ ରହିବ ବାସ। 49 ପବନ ବହିବ, 49 ରୁ 50 ହେଲେ ଗଲା ଶେଷ। ଚୌପତି ଅଛି 7 ସତା ସମୀରଣ, 7 ସତା 49, 49 ରୁ 50 ନ ହଉ, 49 ପବନ କହିବା ଭିତରେ ମୁଁ ମନ ମଧ୍ୟରେ ବିଚାର କରିବି ତାଙ୍କୁ ସ୍ୱାମୀ ରୂପରେ ପାଇବା ନା 8 8 64। ଯଦି ତାଙ୍କୁ ମୁଁ ସ୍ୱାମୀ ରୂପରେ ପାଇଲି, 64 ବନ୍ଧନରେ ତାଙ୍କୁ ବାନ୍ଧିକି ରଖିବି ରେ। କହିଲେ ନ ନୂଆ ଥିଲା ନିର ନରକରୁ ହେଲି, ନରକରୁ ହେଲି ଉଦ୍ଧାର, ନରକରୁ ହେଲି ଉଦ୍ଧାର, ନ ନୂଆ ଥିଲା ନିର ନରକରୁ ହେଲି ଉଦ୍ଧାର, ନରକରୁ ହେଲି ଉଦ୍ଧାର, ନରକରୁ ହେଲି ଉଦ୍ଧାର। ଆରେ ଦୋଷ ଦୋଷା ହେଲା ଶେଷ। ଆପଣ ମାନଙ୍କର କବି ଆସିଗଲେ। କବି ଏ ବିପ୍ରବାଙ୍କ ଦାସ ଲେଖେ ସଖୀରେ, ମୋ ପ୍ରିୟ ସଖୀରେ। दर्शक बंधु आम प्रोग्रामटी आपको केमती लगिला यार मतामत दिंतु, लाइक करूँ, शेयर करूँ, आ हाँ सब्सक्राइब करने को केवे भूलु। रोची नमस्कार।